आउटी किए कथा गला तो रही सबू तो देल तुम्हें सभारे फिटाई एड़े बड़ रजा कन्या से अटई पांचटा स्वामी कले कि सपाई देख संसार गड़ी दैव गोटे गोटे पुरुष धुर्व दुईटा पुरुष जदि होइब कहार जोचारुणी बोली हे कहूची संसार पांचटा पति देख जे तांकर आउ सती पणे सेहु दे हटे धुरंधर आउ कह के मंत प्रकार मो बड़ भाई कह के मंत प्रकार द्रौपदी मार पांचपति कहीं हेले एटा पचार तो हाँ जो खेती थाली हला नहीं जितियो कौन मु कहि जे मु जितले मधे हारिली सीए हारले जितले जितले मधे जितले हां नहले मु बंबई ना कहि दी थादी ए हां पानी जाई थादी लय देई सुन एबे गायक मंडल द्रौपदी पांच पति होइला के सन होइला के सन सती हेले द्रौपदी मात गोटिए पति बोली पुराण लेखी अछि पांचपति किपरि करिले द्रौपदी लय देई सुन गायक मंडल इंद्रक पांच लेखिला पुराण जदिन मृतासुर होइला बलिहार पांच भागे बांटी देले पांच आत्मा तार हे सुधी जनता शुणिबे मन देई मृतासुर कथा मु कहूछि बुझाई मो समझ कहूछि पिला या ଟିକେ ଲୟ ଦେ ବୋଲି ए इंद्रଙ୍କର पंचटा आत्मा पांच आत्मा जो दिन मृतासुर भय पांच आत्मा भाग बांटी देले ये पांच आत्मा गोटे आत्मा धर्म युधिष्ठिर गोटे आत्मा अर्जुन गोटे आत्मा पवन देले भीमजन मला गोटे आत्मा अश्विनी कुमार देले नकुलजन मला आ गोटे आत्मा रहिला सहदेव ए पांच आत्मा रु पांच भाई जन्म होइछन्ति गोटे स्वामी द्रौपदी मांगर इंद्र पांच आत्मा पांच पति तेणु सती गणती हेले मृतासुर भय नातुणी नातुणी प्रेम भाई आने पढ़िले पुणी बहुत बेडेरी हेब पांच आत्मा कथा कहले शुण हे गायक पांच आत्मा पांच भाई होई जन्म हेले द्रौपदी रानी की विवाह करिले
লাখ বিন্ধি নেলে পুଣି বীর পার্থ কুরাଳ ଶାଳରେ ଥିଲେ ମୋର କୁନ୍ତି ମାତ ହଁ ହଁ କୁରାଳ ଶାଳରେ ଥିଲେ ମୋର କୁନ୍ତି ମାତ ହଁ ଯୁଧିଷ୍ଠିର ମାରି ମାକୁ ଡାକନ୍ତି ହଁ ହଁ ବୁଢୀ ଲୋକ ଭିତରେ ରହିଛନ୍ତି କୁନ୍ତି ହଁ କୁନ୍ତି କହିଲେ ତୁ କହରେ ନନ୍ଦନ ହଁ ହଁ ଯୁଧିଷ୍ଠି କହିଲେ ମା ଗୋ ଏବେ ଶୁଣ ହଁ ଆଣିଛୁ ଏକ ଫଳ ଯାଇନ ପାଞ୍ଚ ଭାଇ ହଁ ଏ କଥା କୁନ୍ତି କି କିଛି ଜଣା ନାହିଁ ହଁ ହଁ କୁନ୍ତି କହିଲେ ଶୁଣରେ ଯୋଗ୍ୟ ନନ୍ଦନ ଭାଗ ବାଣ୍ଟି ଖାଇ ଦିଅରେ ପାଞ୍ଚ ଜଣ ହଁ ମା ତ ଗୁରୁ ସେ ପ୍ରଥମ ଗୁରୁ ଗୁରୁ ଏ ଜଗତରେ ବ୍ରହ୍ମକଳ ପତରୁ ହଁ ଯୁଧିଷ୍ଠି କହିଲେ ମାଗ ନୁହଁ ଇ ଫଳ ହଁ ନାରୀ ଫଳ ବୋଲି ଗୋ ଆଣିଛୁ କେବଳ ହଁ କୁନ୍ତି କହିଲେ ରେ ଗଳା ମଣ୍ଡନ ମୁଖରୁ ବଚନ ମୋରରେ ଗଲା ଖସିଣ ହଁ ଚାରିଟା କଥା କେବେ ଫେରଇ ନାହିଁ ହଁ ପିଣ୍ଡରୁ ପ୍ରାଣ ଗଲେ କେବେ ନ ଆସଇ ହଁ ତୁଣ୍ଡରୁ ବଚନ ଗଲେ କେବେ ନ ଫେରିବ ଆଚ୍ଛା ଧନୁରୁ ତୀର ଗଲେ କେବେ ନ ଫେରିବ ହଁ ପ୍ରାଣ ଯୌବନ ଗଲେ ରେ କେବେ ନ ଫେରଇ ହଁ ମୁଁ ତ ବୁଢୀ ଲୋକ ପୁଅରେ ଦେଲି କହି ମୁଁ ଯଦି ବୁଢୀ ଲୋକ କହିଦେଲେଣି ତମେ ଫଳାଣ କିବା ନାରୀ ଫଳ ହେଉ ପାଞ୍ଚ ପୁଅ ଯାକ ଭାଗ୍ୟବାଣ୍ଟି ଭୋଗ କର ହଁ ଫଳ କହିଲା ଶୁଣ ହେ ଭାଇ ନା ଶୁଣ ମନ ଦେଇ କୁନ୍ତି ସିନା କହିଦେଲେ ବାଣ୍ଟି ଖାଇବ ରଇ ଆଗରୁ ଦେଖ କିଏ ସାପ୍ୟ କି ଦେଲା ଲୟ ଦେଇ ଶୁଣ ଦ୍ରୌପଦୀ କି ହେ ସାପ୍ୟ ହୋଇଥିଲା ହଁ ହଁ ସେ ଦୋ ଗୁରୁ ଏହି କୃତ୍ୟ ହୋଇଲା ସେ ଦ୍ରୌପଦୀ ସାପ୍ୟ ହେ ବୁଝାଇବ ହେଲା କେବେ ଲୟ ଦେଇ ଶୁଣ ମୋ ଗାୟକ ମଣ୍ଡନ ହଁ ହଁ କାହାର ଅଭିଶାପ ଥିଲା ହରିଣ ହଁ ମଇଷା ମାରି ଦେବୀ ଯୌବନ ସ୍ତରରେ ଥିଲେ ହଁ ହଁ ମଇଷା ମାରି ଦେବୀ ଯୌବନ ସ୍ତରରେ ଥିଲେ ହଁ ସେ ବାଟ ଦେଇଣ କପିଳା ଚଢି ଗଲେ ହଁ ହଁ ପାଞ୍ଚଟା ବୃଷଭ ଗୋଡ଼ାଇଛନ୍ତି ପଛର ହଁ ଦେଖିକି ହସିଲେ ମା ମୋର ହଁ ହଁ ଠିକ ତ ଜୀବନ ଅଟୁଲ ନାରୀ ଜାତି ପାଞ୍ଚ ପୁଅ ସଙ୍ଗେ ତୁ କରୁଛୁ ବିରତି ହଁ ହଁ ଲାଜ ସ୍ତ୍ରୀ କୂଳକୁ ଯେ ଅପମାନ କଲୁ ହଁ ସ୍ତ୍ରୀ କୂଳକୁ ଯେ ଅପମାନ ଦେଲୁ ହଁ ଧିକ ଧିକରେ ତୁ ବାୟାଣୀ ହୋଇଲୁ ଆହା ସହଜେ ତ ତୁ ପଶୁ ଜନ୍ମ ଅଟଇ ଆଉ ମାନ ସମ୍ମାନ ତୁ ହିଁ କିରେ ଜାଣିବୁ କାଇଁ ଆହା କୁରୁ କୁରୁ ହୋଇ ହସି ଦେଲେ ଦ୍ରୌପଦୀ କପିଳ କନେ ପଦ ପଡ଼ିଗଲାଟି କପିଳ ସିନା ଧାଇ ପଳାଉଥିଲା ଆଉ ପାଞ୍ଚଟା ବୃଷଭ ଗୋଡ଼ାଉଛନ୍ତି ପଛରେ ଭଲା ମାଙ୍କର ବାଣୀକି ଶୁଣିଦେଲା କପିଳା କେଡ଼େ କଥା ମା ଗୋ କହିଦେଲୁ ପରା ପାଞ୍ଚଟା ବୃଷଭ ଯେଣୁ ଗୋଡ଼ାଇଲେ ପଛରେ ନାରୀକି ନିନ୍ଦା କଲୁ ତୁ ଏହି କାଳେ ହଁ ଅଭିଶାପ ଦେଉଛି ଆଗ ଦୁର୍ଗା ରାଣୀ ହଁ ମର୍ତ୍ତ୍ୟପୁରରେ ଜନ୍ମ ହେବୁ ସୁଲକ୍ଷଣୀ ମୋର ଅଭିଶାପ ଯୁଗେ ଯୁଗେ ଥିବ ତୋର ମଧ୍ୟ ପାଞ୍ଚ ପରି ଜଗତେ ହୋଇବ ଆଚ୍ଛା ତୋର ମଧ୍ୟ ପାଞ୍ଚଟା ପତି ଜଗତେ ହୋଇବ ଏପରି ବହୁଳା ଅଭିଶାପ ଦେଲା ଦୁର୍ଗା ମାଙ୍କର ଜ୍ଞାନ ଉଡ଼ିଲା ସିଏ ଦୁର୍ଗା ପୁଣି ହୋଇଲେ ଦ୍ରୌପଦୀ ଦ୍ୱାପର ଯୁଗେ ତାଙ୍କର ହେଲା ପାଞ୍ଚ ପତି ଯାହା କହିଗଲ ଭାଇନା ପାଇଗଲା ମନ ଆଉ କିଏ ରହିଗଲା ପ୍ରସନ୍ନ କାହିଁ ସବୁ ତ